पवित्र दशहरा बा ताको विजयादशमी बोली कहुए। दशहरा हरा माने हूँ दिन। आज हूँ 10व दिन पहुँची ये जो नवरात्र शेष दिन दशहरा माने हरा माने हूँ दिन। विजया दशमी ता माने विजय 10th डे रे जो विजयर उल्लास होता विजया दशमी। एवं यही दिन रामचंद्र रावण को वध करते आ दिवाली दिन जो आप रामचंद्र जो फेरी अयोध्या से दीपरे स्वागत कर 20 दिन पर दीपावली आसे तार प्रत्यावर्तन दिन। आज दिन में महिषासुर वध करते माँ दुर्गा। एवं आज आउ गोटे विशेष महत्व रखे द्वापर जुगर कथा जिते कौरव मैंने जो विराट राजा ऊपर आक्रमण करते से समय अर्जुन ये जो 13 वर्षर वनवास पर से जो गचर लुचेक रखी गांडीव से दिन बाहर कर कौरव को परास्त करते। तेणु जहाँ भी हो ये हूँ एक दिवस जो दिन में धर्मर विजय अधर्म उपरे बा असत्य उपरे सत्यर विजयर प्रतीक रूप से आज यही दिनटा को पालन करा जाए। आज हूँ मांकर दिवस। ठाकुर तो माँ को सबुठ आगे रखी ठाकुर समस्त भावधारा को जदि आम देखू माँकर स्थान सबुठ ऊर्धे। माँकर स्थान हूँ सबुठ ऊर्धे। टी आलर्जी प्रोब्लेम हो माँकर स्थान सबुठ ऊर्धे। तेणु माँकर ये जो पूजा तो ठाकुर ये जगजननी दशहरार पूजा उपर अनेक कथा कहते। जदि आम देखू ये हूँ एक सत्यजुगर कहानी। दशभुजा जगजननी माँ दुर्गा जो 10टा भुज थिला 10टा बाहु थिला तांकर सेमिति मनीष थिले। ये समस्त कल्पना तो आमर कल्पनातीत कंडीशन। तेणु सृष्टिर 5.45 ट्रिलियन ईयर पूर्व जो सृष्टि तैयारी होता है तो से समय ये प्रकार मनीष थाई पारती एवं आज तो यही समय से प्रकार मनीष चिंता करने संभव बद्ध हुए। जब जहाँ भी हो कि आज माँ आज 2 भुजा किंतु ता पाखरे से 10 भुजार बल से अनेक किसी काम करें तापाखे अनेक शक्ति थाए। एवं आज जुगर आज समय रे पूजार महत्व होची जे जितेबले सत्यजुग थिला सेतेबले परिवार गुड़ाक नारी केन्द्रिक थिला। नारी परिवार सर्वसर्वा थिले से परिवार मुख्य थिले एवं धीरे धीरे परिवर्तन हो एवं पुरुष केन्द्रिक परिवार में परिणत हो गला। पुरुष डोमिनेटिंग सिस्टम को चली आसला एवं नारी उपरे जो अत्याचार जो जंत्रणा जो है तार प्रतिवाद स्वरूप बोधे जो महामुनिषी ऋषि मुनि जो थे से परिकल्पना भितर ही सब पूजा
ମାଆଙ୍କ ପୂଜାର ଆରାଧନା କରାଯାଇଛି, ଯେଉଁଥିରେ ମାତୃଶକ୍ତି ଉପରେ ଯେଉଁ ମାଆଙ୍କ ଉପରେ ଯେଉଁ ସମ୍ମାନ ରହିବା କଥା, ସେ ସମ୍ମାନ ପାଇଁ, ସମ୍ମାନକୁ ପୁନରୁଦ୍ଧାର ପାଇଁ ହয়তো এই ପ୍ରକାର ପୂଜାର ବ୍ୟବସ୍ଥା କରାଯାଇଥିଲା। ତ ଯାହା ବି ହେଉ, ତ ମାଆଙ୍କର ସେଇ ଯେଉଁ ପୂଜା କରାଯାଉଛି, ସେଇ ମାଆଙ୍କର ଆଜି ବିଦାୟର ଦିନ। ତେଣୁ ଅନେକ ଜାଗାରେ ଏ ବିଜୟ ମାନେ ଏ ଉତ୍ସବ ବହୁତ ଜାଗାରେ ପାଳନ କରାଯାଉଛି। ତେଣୁ ବାସ୍ତବିକତାକୁ ଯଦି ଦେଖୁ, ଠାକୁର ତାହା ହିଁ ଚାହୁଁଥିଲେ ଯେ ଠାକୁରଙ୍କୁ ଯେତେବେଳେ ଏଇ ଯେଉଁ ଓମ୍ୟାନ୍ ଏମ୍ପାୱାରମେଣ୍ଟର କଥା ଯେତେବେଳେ ଉଠିଥିଲା, ଠାକୁର କହୁଥିଲେ ସମସ୍ତେ ନିଜ ନିଜ ବୈଶିଷ୍ଟ୍ୟରେ ବଡ଼, ନାରୀ ତା ବୈଶିଷ୍ଟ୍ୟରେ ବଡ଼, ପୁରୁଷ ତା ବୈଶିଷ୍ଟ୍ୟରେ ବଡ଼, କେହି କାହାଠାରୁ କମ୍ ନୁହେଁ। କିନ୍ତୁ ମାତୃଜାତିକୁ ଠାକୁର ଏତେ ପ୍ରାଧାନ୍ୟ ଦେବାର ଏକମାତ୍ର କାରଣ ଥିଲା ଯେ ନାରୀ ଯଦି ଉନ୍ନତତର ହୁଏ, ତେବେ ଏଇ ଯେଉଁ ରାଷ୍ଟ୍ର ଆଉ ସମାଜର ଉନ୍ନତି ମଧ୍ୟ ତାରି ଦ୍ୱାରା ସମ୍ଭବ ହୋଇଥାଏ। ସେଇଥିପାଇଁ ବୋଧେ ଠାକୁର କହୁଥିଲେ ଯେ ସତୀ ନାରୀର ସତୀତ୍ୱ ସେ କେବଳ ତା'ର ସମ୍ପଦ ନୁହେଁ, ସେ ହେଉଛି ଜାତିର ଏବଂ ଏ ରାଷ୍ଟ୍ରର ସମ୍ପଦ। ତେଣୁ ଆଜିର ଏଇ ଯେଉଁ ପୁରୁଷ କେନ୍ଦ୍ରିକ ସମାଜରେ ଅନେକ ଜାଗାରେ ନାରୀ ଉପରେ ଯେଉଁ ଅତ୍ୟାଚାର ହୁଏ, ତେଣୁ ତା'ର ପ୍ରତିବାଦ ସ୍ୱରୂପ ତା'ର ପୁନରୁଦ୍ଧାର ପାଇଁ, ନାରୀ ଜାତିକୁ ଉନ୍ନତତର କରିବା ପାଇଁ ଏଇ ପୂଜା, ଏଇ ମାଧ୍ୟମ ଗୁଡ଼ିକ ହୁଏତ ସୃଷ୍ଟି କରାଯାଇଥିଲା। ଠାକୁର ତ କହୁଥିଲେ ଯଦି ରକ୍ତ ମାଂସର ଶରୀର ଧରି କୌଣସି ଦେବତା ଧରାପୃଷ୍ଠରେ ଆସିଥିଲେ, ସେ ହେଉଛନ୍ତି ରାମଚନ୍ଦ୍ର। ଏବଂ ତା ପୂର୍ବରୁ ଏଇ ଯେଉଁ ବ୍ରହ୍ମା ବିଷ୍ଣୁ ମହେଶ୍ୱର କଥା କୁହାଯାଉଥିଲା, ତାହା ହେଉଛି ଏକ ସୃଷ୍ଟିର ଗୋଟେ ତତ୍ତ୍ୱ। ଦ୍ୟାଟ୍ ଇଜ୍ ଦ ଥିଓରି ଅଫ୍ ଇଭଲ୍ୟୁସନ୍। ତ ସୃଷ୍ଟିର ଗୋଟେ ତତ୍ତ୍ୱ ଏସବୁ। ତେଣୁ ଏଇ ଯେଉଁ ଧର୍ମ ସବୁ ସୃଷ୍ଟି ହେଇଛି, ତେଣୁ ଠାକୁର ତାହା ହିଁ କହୁଥିଲେ। ଏଇ ଯେଉଁ ଯୁଗ କଥା, ଏଇ ଯେଉଁ ସତ୍ୟ ଯୁଗ, ତ୍ରେତୟା ଯୁଗ, ଦ୍ୱାପର ଯୁଗର କଥା ଯେତେବେଳେ ଉଠେ, ଠାକୁର କହୁଥିଲେ ଯେତେବେଳେ ମଣିଷର ମାନସିକତାର ପରିବର୍ତ୍ତନ ହୁଏ, ସେତେବେଳେ ଏକ ଯୁଗର ପରିବର୍ତ୍ତନ ହୁଏ। ତେଣୁ ସମୟର ପରିବର୍ତ୍ତନ ସହିତ ଯେତେବେଳେ ମଣିଷର ମାନସିକତାର ପରିବର୍ତ୍ତନ ହୋଇ ଉଠେ, ସେତେବେଳେ ଗୋଟେ ଯୁଗର ପରିବର୍ତ୍ତନ ମଧ୍ୟ ହୋଇଯାଏ। ତେଣୁ ଅନେକ ପୂର୍ବପୁରୁଷମାନେ ଯେତେବେଳେ ଆସିଛନ୍ତି ଧର୍ମର ସ୍ଥାପନ କରିବା ପାଇଁ, ଠାକୁର କହୁଥିଲେ ଏଇ ଧର୍ମ ଯୁଗ ଯୁଗ ଧରି ଏଇ ଯେଉଁ ପରମପିତା ମାନେ ମଣିଷ ଶରୀରରେ ଯେତେବେଳେ ଆସନ୍ତି, ସେତେବେଳେ ସେମାନଙ୍କର ଗୋଟିଏ ଲକ୍ଷ୍ୟ ଥାଏ ଯେ ଧର୍ମର ପ୍ରତିଷ୍ଠା। କେଉଁ ଧର୍ମର ପ୍ରତିଷ୍ଠା? ତେଣୁ ସେମାନେ ଚାହାନ୍ତି ମଣିଷ ବଞ୍ଚିବା, ବଢ଼ିବାର ଧର୍ମ। ମଣିଷ ଯାହାକୁ ପାଥେୟ କରି ମଣିଷ ଭଲ ଭାବରେ ବଞ୍ଚିପାରେ, ବୃଦ୍ଧି ପାଇପାରେ, ସେଇ ଧର୍ମର ପ୍ରତିଷ୍ଠା କରିବା ପାଇଁ ଚାହାନ୍ତି। ସେଇ ପରମ ପୁରୁଷ ଯେତେ ଜଣ ଆସିଛନ୍ତି, କେହି ବି ଚାହିଁନାହାନ୍ତି କେବେ ଗୋଟେ ସମ୍ପ୍ରଦାୟ ସୃଷ୍ଟି କରିବା ପାଇଁ। ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ଏସବୁ ଧର୍ମର ପ୍ରତିଷ୍ଠା ପାଇଁ ସେଇ ପ୍ରେରିତ ପୁରୁଷମାନେ କେବେ ଆସିନଥିଲେ। କିନ୍ତୁ ତାଙ୍କର ବିଦାୟ ପରେ ତାଙ୍କର ଯେଉଁ ଧର୍ମଯାଜକମାନେ, ଠାକୁର କହୁଥିଲେ ଧର୍ମଯାଜକ ଯେଉଁମାନେ ଧର୍ମର ପ୍ରଚାର କରୁଥିଲେ, ସେମାନେ ନିଜର ଆତ୍ମପ୍ରତିଷ୍ଠା ପାଇଁ ଏମିତି ଏକ ସମ୍ପ୍ରଦାୟ ସୃଷ୍ଟି କରିଦେଇଛନ୍ତି। ତେଣୁ ନିଜର ଆତ୍ମପ୍ରତିଷ୍ଠା ମାନେ କରିବାକୁ ଯାଇ ସେ ଏକ ସମ୍ପ୍ରଦାୟ ସୃଷ୍ଟି କରିଦେଇଛନ୍ତି। ସମ୍ପ୍ରଦାୟଟା ଧର୍ମ ନୁହେଁ। ତେଣୁ ଠାକୁର ସେଇ ପ୍ରକାର, ଠାକୁରଙ୍କର ଯଦି ଦେଖାଯାଏ, ଠାକୁରଙ୍କର ଏଇ ଯେଉଁ ବ୍ୟବସ୍ଥା, ଇଏ ଏକ ଆଧ୍ୟାତ୍ମିକ ସଂସ୍ଥା। ଏ ସତ୍ସଙ୍ଗ ଏକ ଆଧ୍ୟାତ୍ମିକ ଅନୁଷ୍ଠାନ। ଇଏ ସତ୍ସଙ୍ଗ କେବେ ହେଲେ ଧର୍ମୀୟ ଅନୁଷ୍ଠାନ ନୁହେଁ। ଏଠି ସବୁ ଧର୍ମର ମଣିଷ ଏଇଠି ଆଶ୍ରୟ ପାଆନ୍ତି। ସବୁ ଧର୍ମର ମଣିଷ, ସବୁ ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଇଏ ହେଉଛି ଆଶ୍ରୟସ୍ଥଳୀ। ଇଏ ଏକ ଆଧ୍ୟାତ୍ମିକ ଅନୁଷ୍ଠାନ, ଇଏ ଏକ ଧର୍ମୀୟ ଅନୁଷ୍ଠାନ ନୁହେଁ ଯେଉଁଠି ବିଭିନ୍ନ ପ୍ରକାର ଧର୍ମ ଥାଇପାରେ। ସେଇଥିପାଇଁ ହୁଏତ ଠାକୁର ଆଉ ଆଚାର୍ଯ୍ୟ ପରମ୍ପରା ସୃଷ୍ଟି କରିଦେଇଗଲେ। ତେଣୁ ଆଗରୁ ଯେତେ ପ୍ରେରିତ ପୁରୁଷମାନେ ଆସିଛନ୍ତି, ତାଙ୍କର ଦେହାନ୍ତ ପରେ ତାଙ୍କର ଯିଏ ମାନେ ଧର୍ମଯାଜକ ଥିଲେ, ଧର୍ମ ପ୍ରଚାରକ ଥିଲେ, ସେମାନେ ନିଜର ଆତ୍ମପ୍ରତିଷ୍ଠା ପାଇଁ ଏକ ସମ୍ପ୍ରଦାୟ ସୃଷ୍ଟି କରିଦେଇଥିଲେ। ତେଣୁ ଠାକୁର ସେଥିପାଇଁ ଆଚାର୍ଯ୍ୟ ପରମ୍ପରା ସୃଷ୍ଟି କରିଦେଇଛନ୍ତି। ଯେଉଁ ଆଚାର୍ଯ୍ୟ ପରମ୍ପରା ଭିତରେ କେବଳ ଠାକୁରଙ୍କର ସେଇ ବିଧାନ ହିଁ ମନାଯାଏ। ତାଙ୍କର କୌଣସି ପରିବର୍ତ୍ତନ, ଆଜି ପ୍ରାର୍ଥନା କୁହନ୍ତୁ କି ନାମ ଧ୍ୟାନ କରିବାର ପଦ୍ଧତି କୁହନ୍ତୁ, ତା'ର କୌଣସି ପରିବର୍ତ୍ତନ ନାହିଁ। ଏବଂ ଯାହା ଠାକୁର କହିଛନ୍ତି ତାକୁ ହିଁ ଅକ୍ଷରେ ଅକ୍ଷରେ ପାଳନ କରାଯାଏ। ଏବଂ ସତ୍ସଙ୍ଗର ଏ ଆଚାର୍ଯ୍ୟଙ୍କର ନିର୍ଦ୍ଦେଶରେ ଏହି ସତ୍ସଙ୍ଗ ପରିଚାଳିତ ହୁଏ। ଯେଉଁ ସମୟରେ ଯେଉଁ ଆଚାର୍ଯ୍ୟ ଥିବେ, ତେଣୁ ଠାକୁରଙ୍କୁ ସେଇ କଥା ପଚରା ଯାଇଥିଲା ଯେ ଆଜିକି ଠାକୁର ତ
ଶୋଇଥିଲେ ହଠାତ୍ ନଫରଦା ଯେତେବେଳେ ତାଙ୍କୁ ମାନେ ଗୋଟେ ମଶା ବସିଥିଲା ମାରିଦେଲେ ଠାକୁରକୁ କହିଲେ ଆରେ ତୁ ମୋତେ ଡିଷ୍ଟର୍ବ କରିଦେଲୁ ଆଜିକି 5000 ବର୍ଷ ପରେ କିଏ ଆଚାର୍ଯ୍ୟ ହେବ। ମୁଁ ସେଇ କଥା ଚିନ୍ତା କରିଥିଲି। ତେଣୁ ଠାକୁର ତ 10,000 ବର୍ଷର ପରିକଳ୍ପନା କରିଦେଇ ଯାଇଛନ୍ତି। ତେଣୁ ଠାକୁରଙ୍କର ସେ କଥାକୁ ବୁଝିବା ମଧ୍ୟ ସମ୍ଭବ ହୁଏନି। କାରଣ ସେଥିପାଇଁ ଠାକୁର ହୟତ କହୁଥିଲେ, ସନ୍ଦେହ ପ୍ରକାଶ କରି ଠାକୁର କହୁଥିଲେ ହୟତ ଏମିତି ସମୟ ଆସିପାରେ ମୁଁ ପୁଣି ଥରେ ଆସିପାରେ, ଏଇ ଯେଉଁ ଧର୍ମଗ୍ରନ୍ଥ ଯାହା ଆଜି ମୁଁ ସବୁ ଯେଉଁ ବାଣୀ ଦେଇଯାଇଛି ସେ ବାଣୀକୁ ବୁଝିବା ହୟତ ସମ୍ଭବ ହୋଇପାରେ ନା। ତେଣୁ ଏଇସବୁ ସ୍କୁଲ କଲେଜରେ ପଢ଼ା ହେଉଥିବ, ମୁଁ ପୁଣି ସେଇ ଧର୍ମର ବ୍ୟାଖ୍ୟା କରିବାକୁ ହୟତ ଆସିପାରେ। ସେ ଠାକୁରଙ୍କର ଏଇ ଯେଉଁ ବିଧାନ ଯାହାକୁ ନେଇ ମଣିଷ ସେଇ ମାନେ ଅନନ୍ତ ପଥର ଯାତ୍ରୀ ହୋଇପାରେ, ଶାନ୍ତିରେ ସୁସ୍ଥିର ଜୀବନଟାକୁ ଅତିବାହିତ କରିପାରେ, ସେଇଭଳି ଜୀବନ ଅତିବାହିତ କରିବା ଏହି ଠାକୁର ଚାହାନ୍ତି। ମଣିଷ ଶାନ୍ତିରେ ରହୁ, ସ୍ୱସ୍ଥିରେ ରହୁ, ଜୀବନଟାକୁ ଆନନ୍ଦ ମୁଖରିତ କରି ବଞ୍ଚି ରହୁ, ତାହା ହିଁ ଠାକୁର ଚାହିଁଥିଲେ। ତେଣୁ ବାସ୍ତବିକତା ଯଦି ଦେଖୁ, ଯାହା ମୁଁ କହୁଥିଲି ସୃଷ୍ଟିର ରହସ୍ୟ, ତେଣୁ ଆଜି ହେଉଛି ଶକ୍ତିର ପୂଜା। এই ଶକ୍ତି ଯାହା ଠାକୁରଙ୍କର ସୃଷ୍ଟି ତତ୍ତ୍ୱର କଥାକୁ ଯଦି ଆମେ ଦେଖୁ, ଠାକୁର କହୁଥିଲେ ଏ ବିଶ୍ୱ ଦୁନିଆଟା ଭିତରେ ପ୍ରଥମ କରି ଯଦି କିଛି ସୃଷ୍ଟି ହେଇଥିଲା ତାହା ହେଉଛି ଏକ ଶବ୍ଦ, ଯେଉଁ ଶବ୍ଦରୁ ଠାକୁର ଯେଉଁ ବୀଜ ମନ୍ତ୍ର ଦେଇଛନ୍ତି। ତେଣୁ ଏଇ ଯେଉଁ ମନ୍ତ୍ର ଦେଇଥିଲେ ଠାକୁର, ତେଣୁ ଏଇ ଯେଉଁ ଶବ୍ଦ ବ୍ରହ୍ମର ସୃଷ୍ଟି ହେଇଥିଲା। এই ଶବ୍ଦ ଯେତେବେଳେ ଅନ୍ୟ ଗୋଟେ ଶବ୍ଦ ସହିତ ଘର୍ଷଣ ଫଳରେ ଏକ ବିଶେଷ ପ୍ରକାର ଯେଉଁ ଶକ୍ତି ସୃଷ୍ଟି ହେଇଥିଲା, ସେଇ ଶକ୍ତିରୁ ହିଁ ସବୁକିଛିର ସୃଷ୍ଟି, ସେଇ ଶକ୍ତିରୁ ହିଁ ବସ୍ତୁ ସୃଷ୍ଟି ହେଇଥିଲା। ସେଇ ଶକ୍ତିର ଆଜି ପୂଜା। ତେଣୁ ଏଇ ମାତୃଶକ୍ତି, ଏଇ ମା ମାନେ ହେଉଛନ୍ତି ଶକ୍ତି, ଆଉ ପୁରୁଷମାନେ ହେଉଛନ୍ତି ନିଷ୍କ୍ରିୟ ମାନେ ମ୍ୟାଟର। ତେଣୁ ଦେଖନ୍ତୁ ଗୋଟେ ପୁରୁଷଟା ସବୁ କାମ କରେ, କିନ୍ତୁ ସେ ତାର ମାର ଉଦ୍ଦେଶ୍ୟରେ କିମ୍ବା ତାର ସ୍ତ୍ରୀର କଥାରେ ହିଁ କରିଥାଏ। ତେଣୁ ଯେତେବେଳେ ପର୍ଯ୍ୟନ୍ତ ସେ ଗୋଟେ ପିଲାଟେ ଥାଏ, ସେ ବାପା କଥାରେ ଏତେ ଚାଲେନି, ସେ ତା ମା କଥାରେ ଚାଲେ। କାରଣ ତା ମାଆକୁ ସେ ଯେତିକି ମାନେ, ସେ ତା ବାପାକୁ ସେତିକି ସମ୍ମାନ ଦେଇପାରେନି। କାରଣ ବାପା ହେଉଛି ଶକ୍ତିର କେନ୍ଦ୍ର ନୁହେଁ, ସେ ମାଆର ଶକ୍ତିରେ ଶକ୍ତିଆ ନେଇକି ଚାଲେ। ବିବାହ ପରେ ଯେତେବେଳେ ସେଇ ମାତୃତ୍ୱଟାକୁ ସେ ଖୋଜିବାକୁ ଚେଷ୍ଟା କରେ, ଏବଂ ଯେତେବେଳେ ଯେଉଁ ସ୍ୱାମୀମାନେ ତା ସ୍ତ୍ରୀ ପାଖରେ ସେଇ ମାତୃତ୍ୱଟାକୁ ଖୋଜି ପାଆନ୍ତି, ସେଇ ମାତୃତ୍ୱ ଭିତରେ ସେ ପୁଣି ତାର ଅନାବିଳ ସ୍ନେହଟାକୁ ସେ ଖୋଜିବାକୁ ଚେଷ୍ଟା କରେ, ଏବଂ ଯେତେବେଳେ ପାଏନି ସେ ପୁରୁଷଟା କେମିତି ବିଚ୍ଛିନ୍ନ ହୋଇଯାଏ, ଜୀବନଟା ତାର ଦୁର୍ଦ୍ଦଶମୟ ହୋଇଯାଏ। କାରଣ ମଣିଷଟା ନିଃସହରା। କାରଣ ମଣିଷ ପାଖରେ ଏକଲା ବଞ୍ଚି ରହିବାର ସେଇ ଭାବଟା ତା ପାଖରେ ନଥାଏ। ସେ ସବୁବେଳେ ସେ ମାତୃକେନ୍ଦ୍ରିକ ମାତୃତ୍ୱ ଭିତରେ ସେ ବଞ୍ଚି ରହିବା ପାଇଁ ଚାହେଁ। ସେ ବେସାହାରା ହେଇଥାଏ। କାରଣ ଗୋଟେ ନାରୀ ବେସାହାରା ହୁଏନି, କାହିଁକି ତାର ଶେଷ ପର୍ଯ୍ୟନ୍ତ ତାର ମା ତା ସହିତ ଅତି ନିବିଡ଼ ଭାବରେ ଜଡ଼ିତ ହୋଇକି ଥାଏ। ତେଣୁ ଠାକୁରଙ୍କର ସେ ଯେଉଁ ବିଧାନ, ଯାହା ଠାକୁର କହୁଥିଲେ ପ୍ରଥମ କରି ଏ ଯେଉଁ ବିଗ୍ ବ୍ୟାଙ୍ଗ ଥିଓରି କୁହନ୍ତୁ ବା ଏ ଯେଉଁ କସ୍ମିକ୍ ଥିଓରି କୁହନ୍ତୁ, ସବୁ ଭିତରୁ ତାହା ହିଁ ହେଇଥିଲା ଯେ ପ୍ରଥମେ ଏକ ବିରାଟ କମ୍ପନ ସୃଷ୍ଟି ହେଇଥିଲା। ଏକ ଅଣ୍ଡା, ସେ ପ୍ରଥମେ ଯେଉଁ କଥା ଉଠେ, ଏକ ଅଣ୍ଡାରୁ ବିସ୍ଫୋରଣ ହେଇକି ତା ଭିତରୁ ସବୁ ସୃଷ୍ଟି ହେଇଥିଲା। ତ ସେତେବେଳେ ଅନେକ ସାଇଣ୍ଟିଷ୍ଟମାନେ ତାଙ୍କୁ ପଚାରନ୍ତି ଯେ ପ୍ରଥମେ କୁକୁଡ଼ା ତିଆରି ହେଲା ନା ପ୍ରଥମେ ଅଣ୍ଡା ତିଆରି ହେଲା। ତେଣୁ ଯଦି ଅଣ୍ଡା ତିଆରି ହେଇଥିଲା ତାହେଲେ କୁକୁଡ଼ା ତାର କିଏ ଥିଲା? ତ ସେଇ କଥା ଉଠେ। ତେଣୁ ଆର ସୃଷ୍ଟିର ତ ରହସ୍ୟ ବୁଝିବା ଅସମ୍ଭବ, କିନ୍ତୁ ଠାକୁର ତାକୁ ସୁନ୍ଦର ଭାବରେ ବୁଝେଇଥିଲେ। ଏଇ ମହାଶୂନ୍ୟ ଭିତରେ ପ୍ରଥମେ ଶବ୍ଦ ସୃଷ୍ଟି ହେଇଥିଲା। ସେଇ ଶବ୍ଦର କମ୍ପନ ଯେତେବେଳେ ଗତିଶୀଳ ହେବାକୁ ଲାଗିଲା, ଗୋଟେ ଶବ୍ଦ ସହିତ ଆଉ ଗୋଟେ ଶବ୍ଦର ଯେତେବେଳେ ଘର୍ଷଣ ଫଳରେ ଏକ ବିଶେଷ ଶକ୍ତି ସୃଷ୍ଟି ହେଇଥିଲା, ଏଇ ଶକ୍ତିରୁ ହିଁ ବସ୍ତୁ ତିଆରି ହେଇଥିଲା। ତାମାନେ ଏଇ ଯେଉଁ ଆଲବର୍ଟ ଆଇନଷ୍ଟାଇନଙ୍କର ଯେଉଁ ଫର୍ମୁଲା ଥିଲା E=mc², ବା ଶକ୍ତି ବସ୍ତୁର ରୂପାନ୍ତରୀକରଣ ବା ମାନେ ଏନର୍ଜି ଆଉ ମ୍ୟାଟର ରିଲେସନସିପ୍ଟାକୁ ଯେଉଁଟା ଥିଲା, ତେଣୁ ସେଇଥିରୁ ହିଁ ବସ୍ତୁ ତିଆରି ହେଇଥିଲା। ତେଣୁ ଏଇ ବସ୍ତୁ ସମସ୍ତଙ୍କ ଭିତରେ ସେଇ ଶକ୍ତି ଆଉ ବସ୍ତୁ ନିବିଡ଼ ଭାବରେ ଅଛି। ତେଣୁ ଠାକୁର ତ କାହାକୁ ନିର୍ଜୀବ ବୋଲି କହୁନଥିଲେ, ଠାକୁର କହୁଥିଲେ ସମସ୍ତଙ୍କ ଭିତରେ ସେ ଜୀବନ ଅଛି, ସମସ୍ତଙ୍କ ଭିତରେ ସେ ଜୀବସତ୍ତା ଅଛି। ତେଣୁ ସମସ୍ତେ ହେଉଛନ୍ତି ସଜୀବ। ତେଣୁ ଆମେମାନେ ଚାଲିପାରୁ, ଆମେମାନେ କଥା କହିପାରୁ, ଆମେମାନେ ବୃଦ୍ଧି ହେଇପାରୁ, ଏତିକି ଖାଲି ଅଛି ବୋଲିକି ଆମେ ଜୀବିତ ନୁହେଁ। ଆମ ପାଖରେ ଯେମିତି ଆମ ସତ୍ତା ଅସ୍ତିତ୍ୱର କଥା ଠାକୁର କହିଛନ୍ତି, ଦ ବିଇଙ୍ଗ ଆଣ୍ଡ ବିକମିଙ୍ଗର କଥା, ଦ ଲାଇଫ୍ ଆଣ୍ଡ ଗ୍ରୋଥର କଥା। ତେଣୁ ଆମେ ଏଇ ଯେଉଁ ସତ୍ତାରେ ଆମେ ବଞ୍ଚି ରହୁ, ଅସ୍ତିତ୍ୱରେ ଆମେ ବୃଦ୍ଧି ପାଉ। ତେଣୁ ଏଇଟାର ଜିନିଷର କଥାକୁ ଯଦି ଆମେ ଦେଖୁ, ତେଣୁ ସେଇ ଜିନିଷଟା ଗୋଟେ ପଥର ପାଖରେ ନଥାଏ, ସେ ବୃଦ୍ଧି ହେଇପାରେନି, କିନ୍ତୁ ତା ପାଖରେ ମଧ୍ୟ ଶକ୍ତି ଅଛି ଏବଂ ତା ପାଖରେ ମଧ୍ୟ ସେ ବସ୍ତୁ ଅଛି। ତେଣୁ ସେଇଥିପାଇଁ ଠାକୁର ସେଥିପାଇଁ କହୁଥିଲେ କେଷ୍ଟଦାଙ୍କୁ, କେଷ୍ଟଦା
ଆପଣ ଏମିତି ଏକ ଶବ୍ଦ ସୃଷ୍ଟି ଏମିତି ଏକ ଭାଷା ତିଆରି କରିଦିଅନ୍ତେନି ସୃଷ୍ଟିର ପ୍ରତ୍ୟେକ ବସ୍ତୁ ସହିତ ମଣିଷ ଆମେ ଯେମିତି କଥା ହେଇପାରନ୍ତେ। ହୁଏତ ସେଇ ଶବ୍ଦ ଠାକୁର ହିଁ ଦେଇଥିଲେ ଶବ୍ଦ ବ୍ରହ୍ମ। ସେଇଥିପାଇଁ ତ ଠାକୁର ଜଣକୁ ଭିତରେ ନାମ କରିବାକୁ କହିଥିଲେ। ଗଛର ଡାଳପତ୍ର କିଭଳି ନଈ ଆସିଥିଲା ସେଇ ନାମର ମାନେ କଥା ଶୁଣିବାକୁ ଯାଜନ କରିଥିଲେ। ସେହି ସମୟରେ ଡାଳପତ୍ର ମଧ୍ୟ ନଈ ଆସୁଥିଲେ ସେଇ କଥା ଶୁଣିବା ପାଇଁ। ତେଣୁ ବାସ୍ତବିକତାକୁ ଯଦି ଦେଖୁ ଏଇ ଯାଜନ ଭିତରେ ଏଇ ଯେଉଁ ଠାକୁରଙ୍କର ନାମ ଭିତରେ ତା ଭିତରେ ଯେଉଁ କମ୍ପନ ଥାଏ ପ୍ରତ୍ୟେକ ଶବ୍ଦ ବସ୍ତୁ ଭିତରେ ତା ଭିତରେ ସେଇ କମ୍ପନଟାକୁ ସୃଷ୍ଟି କରିଦେଇପାରେ। ସେଥିପାଇଁ ମନେ ପଡ଼େ ଠାକୁର କହୁଥିଲେ ତେଣୁ ଠାକୁର କହୁଥିଲେ ଜିଅନ୍ତା ପୃଥିବୀଟା ହେଉଛି ଶବ୍ଦର ଘନାୟିତ ରୂପ। ତେଣୁ ଯେଉଁ ଶବ୍ଦ ପ୍ରଥମେ ଯେଉଁ ଆଦି ଶବ୍ଦ ସୃଷ୍ଟି ହୋଇଥିଲା ତାହା ହିଁ ସୃଷ୍ଟିର ଆଦି କମ୍ପନ। ସେହି କମ୍ପନରେ ଏ ସମସ୍ତ କିଛି ସୃଷ୍ଟି ହୋଇଛି ଏବଂ ଏହି ସୃଷ୍ଟି ଅନବରତ ଚାଲିଛି। କେତେ ବ୍ରହ୍ମାଣ୍ଡ ସୃଷ୍ଟି ହେଉଛି କେତେ ନଷ୍ଟ ହେଉଛି ତା'ର କଳନା ଆମ ପାଖରେ ନାହିଁ। ଯେମିତି ଆମେ ସୌରଜଗତ ଦେଖୁଛୁ ଗୋଟେ ସୋଲାର ସିଷ୍ଟମ୍ ଇଏ ହେଉଛି ଏଠି ତ ପାର୍ଟ ଅଫ୍ ଏ ଗାଲାକ୍ସି ଗୋଟେ ସୌରମଣ୍ଡଳ ଗୋଟେ ବ୍ରହ୍ମାଣ୍ଡର ଇଏ ହେଉଛି ଗୋଟେ ପାର୍ଟ। ଯେମିତି ଅନେକ ଶହ ଶହ କୋଟି କୋଟି ବ୍ରହ୍ମାଣ୍ଡ ଅଛି ଏବଂ ତାହାର ଯିଏ ମାଲିକ ସିଏ ହେଉଛନ୍ତି ଶ୍ରୀ ଶ୍ରୀ ଠାକୁର ଏବଂ ସିଏ ହିଁ ଏ ସୃଷ୍ଟି ଯାହା ଏଲିଜାବେଥ କାର୍ମେଲ ବୋଲିକି ଜଣେ ଥିଲେ ଯିଏକି ଯେଉଁ ବହି ଲେଖିଥିଲେ କାର୍ମିକ କାଷ୍ଟେଲ ବୋଲିକି ଯେଉଁ ବହି ଲେଖିଥିଲେ କସ୍ମିକ କାର୍ଡେଲ ବୋଲିକି ସେଇଥିରେ ସେ ଲେଖିଥିଲେ ଯେଟା 553 ପେଜରେ ଲେଖିଥିଲେ ଯେ ଶ୍ରୀ ଶ୍ରୀ ଠାକୁର ହେଉଛନ୍ତି ଦ କ୍ରିଏଟର ଆଣ୍ଡ ଅବଜର୍ଭର ଅଫ୍ ଦିସ୍ ୟୁନିଭର୍ସ। ଠାକୁର ହେଉଛନ୍ତି ଏ ସୃଷ୍ଟିର ସ୍ରଷ୍ଟା ଏବଂ ସବୁ ଆଖିରେ ଦେଖିଥିବା ଠାକୁର ହେଉଛନ୍ତି ଏ ସୃଷ୍ଟିର ସବୁକିଛିକୁ ନିଜ ଆଖିରେ ଦେଖିଥିବା ମଣିଷ। ତେଣୁ ଠାକୁର ଆଟମ୍ ଏବଂ ହାଇପର ଆଟମର ପ୍ରତ୍ୟେକ ସ୍ଥିତିକୁ ସେ ଖାଲି ଆଖିରେ ଦେଖିପାରନ୍ତି। ସେଇଥିପାଇଁ କେଷ୍ଟଦାଙ୍କର ସେଇ କଥା ମୋର ମନେ ପଡ଼େ। କେଷ୍ଟଦା ଯେତେବେଳେ ଆସିଥିଲେ ଠାକୁରଙ୍କ ପାଖକୁ ଯେତେବେଳେ ଟ୍ରେନରେ ଯାତ୍ରା କରୁଥିଲେ ତାକୁ ଯେତେବେଳେ ସେ ଚଣାମଲାଟା କହିଥିଲେ ଜୀବନ୍ତ ଭଗବାନର କଥା ଏବଂ ସେଇ ଜୀବନ୍ତ ଭଗବାନର କଥାକୁ ଯେତେବେଳେ ଶୁଣିବା ପାଇଁ ଦର୍ଶନ କରିବା ପାଇଁ ଯେତେବେଳେ କେଷ୍ଟଦା ଯେତେବେଳେ ଆସିଥିଲେ ଆଶ୍ରମ ଏବଂ ଯେତେବେଳେ ଦେଖିଲେ ସେତେବେଳେ ଠାକୁର ଗୋଟେ ଦୌଡ଼ିଆ ଖଟ ଉପରେ ଶୋଇଛନ୍ତି ଏବଂ ତାଙ୍କୁ ଇଞ୍ଜେକ୍ସନ୍ ଦିଆଯାଉଛି। ଠାକୁର ଆହ କରି ଚିତ୍କାର କରୁଛନ୍ତି। ଏହି କଥାକୁ ଦେଖିକି ସେ ଆଶ୍ଚର୍ଯ୍ୟ ହେଲେ ଯେ ଇଏ କ'ଣ ହେଉଛନ୍ତି ଜୀବନ୍ତ ଭଗବାନ ଯିଏକି ନିଜର କଷ୍ଟ ସହିପାରୁନାହାନ୍ତି ତାଙ୍କୁ ସିଙ୍କୋଡ଼ିନ୍ ଇଞ୍ଜେକ୍ସନ୍ ଦିଆଯାଉଛି ଏବଂ ନିଜର ବେଦନାକୁ ସେ ସହିପାରୁନାହାନ୍ତି। ଇଏ କ'ଣ ବିଶ୍ୱର ଲୋକମାନଙ୍କର ଦୁଃଖ ଦୁର୍ଦଶାକୁ ଦୂର କରିବେ ଏବଂ ସେଇ ପ୍ରଶ୍ନଟାକୁ ତାଙ୍କ ନିଜ ଭିତରେ ସେ ସମ୍ଭାଳିକି ରଖିପାରିନଥିଲେ ଏବଂ ସେ ପଚାରି ଦେଇଥିଲେ ଠାକୁରଙ୍କୁ ସେଦିନ ଠାକୁର ଆପଣଙ୍କୁ ଲୋକମାନେ ଜୀବନ୍ତ ଭଗବାନ ବୋଲି କହୁଛନ୍ତି ଆପଣ ତ ନିଜର କଷ୍ଟ ଦୂର କରିପାରୁନାହାନ୍ତି ଆପଣ ଅନ୍ୟମାନଙ୍କର କଷ୍ଟ କେମିତି ଦୂର କରିବେ। ସେହି ସମୟରେ ଠାକୁର କେଷ୍ଟଦାଙ୍କୁ ଦେଖାଇ ଦେଇଥିଲେ ସେ ପାଖରେ ଗୋଟେ ଗଛଟେ କେଁ କରିକି ପବନରେ ସାଉଣ୍ଡ କରିକି ଆସୁଛି ଏବଂ ଉପରକୁ ଉଠି ଯାଉଛି। ସେଦିନ ଠାକୁର କହୁଥିଲେ କେଷ୍ଟଦା ଦାଦା ତୁମେ ଜାଣିପାରୁଛ ସେ ଗଛଟା କେମିତି ତଳକୁ ନଈ ଆସୁଛି ଏବଂ କେଁ କରି କେମିତି ଉପରକୁ ଉଠି ଯାଉଛି। କେଷ୍ଟଦା ସେଦିନ ସେ ଯେଉଁ ପ୍ରଶ୍ନ ଠାକୁରଙ୍କୁ ପଚାରିଥିଲେ ଯେ ଆପଣ କ'ଣ ଭଗବାନ ଯେ ଆପଣ ନିଜର କଷ୍ଟ ଦୂର କରିପାରୁନାହାନ୍ତି ଅନ୍ୟମାନଙ୍କର କଷ୍ଟ କେମିତି ଦୂର କରିବେ ଏବଂ ତାହାର ଉତ୍ତର କ'ଣ ତାହା ହିଁ ଥିଲା। ସେ କେଷ୍ଟଦା ସେଇ ପ୍ରଶ୍ନର ଉତ୍ତରଟାକୁ ପାଇପାରିନଥିଲେ ଏବଂ ପରେ ସେଇ ପ୍ରଶ୍ନର ଉତ୍ତର ପାଇପାରିଥିଲେ କାରଣ ତାଙ୍କ ଭିତରେ ବିଶ୍ୱ ଚେତନା ଥିଲା। ତେଣୁ ଆମେ ଗୋଟେ ସାଧାରଣ ମଣିଷ ଏଇ ସାଧାରଣ ମଣିଷ ଭିତରେ ଆମ ଭିତରେ ଏକ ବ୍ୟକ୍ତିଗତ ଚେତନା ଅଛି। ବ୍ୟକ୍ତିଗତ ଚେତନା ମାନେ ମୋର ଯଦି ମୁଣ୍ଡ ବିନ୍ଧେ ମୁଁ ଜାଣିପାରେ ମୁଁ ଯଦି ଆଖିରେ କ'ଣ ଗୋଟେ ଦେଖେ ସେଇ ଚେତନାଟାକୁ ମୁଁ ଅନୁଭବ କରିପାରେ ମୋ କାନ ଦେଇ କିଛି ଶୁଣେ ସେଇ ଚେତନାଟାକୁ ମୁଁ ଅନୁଭବ କରିପାରେ ମୁଁ ଭଲ ଜିନିଷ ଖାଇଲେ ତା'ର ଟେଷ୍ଟଟାକୁ ମୁଁ ଅନୁଭବ କରିପାରେ ସେଇ କନସିୟସନେସ୍ ଗୁଡ଼ାକ ମୋ ପାଖରେ ଅଛି। ଏଇଟା ମୋର ଶାରୀରିକ ଫିଜିକାଲ କନସିୟସନେସ୍ ମୋ ପଞ୍ଚ ଇନ୍ଦ୍ରିୟ ଦ୍ୱାରା ମୁଁ ସବୁକିଛିକି ଆଘ୍ରାଣ କରିପାରେ ଏବଂ ମୋର ଏଇ ଇଣ୍ଡିଭିଜୁଆଲ କନସିୟସନେସ୍ଟା ମୋ ପାଖରେ ଅଛି। କିନ୍ତୁ ଠାକୁରଙ୍କ ପାଖରେ ସେ ବ୍ୟକ୍ତିଗତ କନସିୟସନେସ୍ ଥିଲା ଏବଂ ନିଜର ଆଘ୍ରାଣ ଶକ୍ତି ଥିଲା ନିଜର ପଞ୍ଚ ଇନ୍ଦ୍ରିୟ ଆଘ୍ରାଣ ଶକ୍ତି ଥିଲା କିନ୍ତୁ ତତ୍ ସହିତ ଠାକୁରଙ୍କ ପାଖରେ ସେ ବିଶ୍ୱ ଚେତନା ଥିଲା ଦ ୟୁନିଭର୍ସାଲ କନସିୟସନେସ୍ ତାଙ୍କ ପାଖରେ ଥିଲା। ସେଥିପାଇଁ ତ ସେ ଏତେ ମହାନ ସେଇଥିପାଇଁ ଠାକୁର କହୁଥିଲେ ଦ କଲ୍ ଅଫ୍ ୟୁର୍ ସାଉଣ୍ଡ ରିଚେସ୍ ଟୁ ମି ବିକଜ୍ ଆଇ ଆମ୍ ଦ ସାଉଣ୍ଡ। ତେଣୁ ସମସ୍ତଙ୍କର ସେଇ କଥା ତାଙ୍କ ପାଖରେ ପହଞ୍ଚି ପାରୁଥିଲା ଯେ ବଡ଼ଦାଙ୍କର କେସ୍କୁ ଲଢ଼ିବା ପାଇଁ ଯେତେବେଳେ ଜଣେ ଆଡ଼ଭୋକେଟ୍ ଆସିଥିଲେ ସେ ଜଣେ ଜ୍ଞାନୀଗାଡ଼ି ଲୋକ ଦିନକୁ ତାଙ୍କର ଫିସ୍ ଥିଲା 50,000 ଟଙ୍କା। ଯେତେବେଳେ ଠାକୁରଙ୍କ ପାଖରେ ସେ ସାନ୍ନିଧ୍ୟ ଲାଭ କଲେ ଏବଂ ତାପରେ ସେ ଫିସ୍ ନେଇନଥିଲେ ଏବଂ ରହିଲା ପରେ କିଛି ଦିନ ଠାକୁରଙ୍କ ସହିତ ସାନ୍ନିଧ୍ୟ ଲାଭ କଲା ପରେ ସେ ଅନୁଭବ କରିଥିଲେ ଯେ ଠାକୁର ହେଉଛନ୍ତି
ଠାକୁରଙ୍କର ଦୁଇଟା ଶରୀର ଅଛି, ଗୋଟେ ମାନବୀୟ ଶରୀର ଆଉ ଗୋଟେ ଦିବ୍ୟତ୍ୱ ଶରୀର। ଯେଉଁ ମାନବୀୟ ଶରୀର ଭିତରେ ଠାକୁର ହସୁଛନ୍ତି, କାନ୍ଦୁଛନ୍ତି, ଖେଳୁଛନ୍ତି, ସମସ୍ତଙ୍କ ସହିତ କଥା ହେଉଛନ୍ତି, ଇଏ ତାଙ୍କର ଗୋଟେ ତାଙ୍କର ଗୋଟେ ମାନେ ସ୍ଥୂଳ ଶରୀର। ଏ ସ୍ଥୂଳ ଶରୀରରେ ସେ ତାଙ୍କ ନିଜ ଶରୀର ଭିତରେ ସମସ୍ତ କ୍ରିୟା କରୁଥିଲେ ମଧ୍ୟ ସୂକ୍ଷ୍ମ ଶରୀରରେ ସେ ସାରା ବିଶ୍ୱ ଦୁନିଆକୁ ଆଚ୍ଛାଦିତ କରିକି ରଖିଛନ୍ତି। ତାଙ୍କର ଯେଉଁ ମାକ୍ରୋସ୍କୋପିକ୍ ଆଉ ଗୋଟେ ମାଇକ୍ରୋସ୍କୋପିକ୍ ଯେଉଁ ବଡ଼ି ଥିଲା, ତାଙ୍କର ଯେଉଁ ମାନବୀୟ ଅତି ମାନବୀୟ ଶରୀର ଥିଲା, ଯେଉଁ ବଳରେ ସାରା ବିଶ୍ୱ ଦୁନିଆକୁ ସେ ସବୁ କିଛି ଦେଖିପାରୁଥିଲେ। ସେଇଥିପାଇଁ ଯେତେବେଳେ ଆମର ଲାଲ ବାହାଦୁର ଶାସ୍ତ୍ରୀଙ୍କର ଦେହାନ୍ତ ହୋଇଥିଲା ରାତି 2 ବଜେ, ଦିନ 12 ବଜେ ଇଣ୍ଡିଆନ୍ ଟାଇମ୍ରେ ନ୍ୟୁଜ୍ ଦେଇନଥିଲା ଠାକୁର, କିନ୍ତୁ ସେହି ସମୟରେ କେଉଁଥିରେ ଶାସ୍ତ୍ରୀ ଗମ୍ଭୀର ହୋଇଯାଇଥିଲେ ଏବଂ ତାପରେ କେଉଁଥିରେ ଶାସ୍ତ୍ରୀଜୀ ଚଲେଗଲେ। କାରଣ ଦ ସାଉଣ୍ଡ ଅଫ୍ ଦ କଲ୍ ଅଫ୍ ୟୋର୍ ସାଉଣ୍ଡ ରିଚେସ୍ ଟୁ ମି ବିକଜ୍ ଆଇ ଆମ୍ ଦ ସାଉଣ୍ଡ। କାରଣ ସିଏ ହେଉଛନ୍ତି ଶବ୍ଦର ଘନାୟିତ ରୂପ ଏବଂ ସମସ୍ତଙ୍କ ଭିତରେ ସେ ଶବ୍ଦର କମ୍ପନ ଅଛି ଏବଂ ସେ ଯେଉଁ ଶବ୍ଦ ବ୍ରହ୍ମ ସେ ଠାକୁର ଦେଇଥିଲେ ସେ ହେଉଛି ଆଦି ଶବ୍ଦ, ଆଦି ବ୍ରହ୍ମ। ଏବଂ ଏଇ ଯେଉଁ କମ୍ପନ ସେ ଠାକୁର ଦେଇଥିଲେ, ସେଇ କମ୍ପନ ଭିତରେ ଏଇ କମ୍ପନଟା ସମସ୍ତଙ୍କ ଭିତରେ ଆଜି କମ୍ପାଇତ। ତେଣୁ ଏଇ କମ୍ପନଟାକୁ ତ୍ୱରାନ୍ୱିତ କରିବା ପାଇଁ, এই କମ୍ପନଟାକୁ ତ୍ୱରାନ୍ୱିତ କରିବା, ଯେତେବେଳେ ମଣିଷ ଯେତେବେଳେ ତ୍ୱରାନ୍ୱିତ କରିପାରେ ତା ଜୀବନର ମୂଳ ରହସ୍ୟଟାକୁ ବୁଝିପାରେ। ଏଇ ଯେଉଁ କୀର୍ତ୍ତନ କରିବା, ଭଜନ କରିବା ଏବଂ ଏସବୁ ତ ଏକ ସାମାନ୍ୟ ଜିନିଷ, କିନ୍ତୁ ସେଇ ଗୂଢ଼ ରହସ୍ୟକୁ ବୁଝିବା ତାହା ହେଉଛି ଆଧ୍ୟାତ୍ମିକତାର ପରିଭାଷା। ଏବଂ ଏଇ ଯେଉଁ ଆଧ୍ୟାତ୍ମିକତାର ପରିଭାଷା, ମଣିଷ ଅନେକ କିଛି କରିପାରେ, କିନ୍ତୁ ଆଧ୍ୟାତ୍ମିକ ଜୀବନଧାରା ଭିତରେ ମଣିଷ ତା ଜୀବନଟାକୁ ଶାନ୍ତିରେ ସ୍ୱସ୍ତିରେ ବିତେଇ ଦେଇପାରେ, ଆନନ୍ଦରେ ବିତେଇ ଦେଇପାରେ। ତେଣୁ ଠାକୁରଙ୍କର ଏଇ ଯେଉଁ ନାମ, এই ନାମଟା ଶବ୍ଦର କମ୍ପନ ଯେତେବେଳେ ମଣିଷ ଭିତରେ ତରଙ୍ଗାୟିତ ହୁଏ, ତା ଭିତରେ ଥିବା ସମସ୍ତ ଦୁଃଖ ଯାତନା ଏବଂ ସବୁକିଛିକୁ ସେ ତା ଭିତରେ ତାକୁ ମାନେ ଭଲ କରିଦେଇପାରେ। ସେଥିପାଇଁ ଠାକୁର, ଆମେ ଜାଣିଛୁ ବିଭିନ୍ନ ପ୍ରକାର ଚିକିତ୍ସାର ପଦ୍ଧତି ଥିଲେ ମଧ୍ୟ, ଏଲୋପାଥି, ଆୟୁର୍ବେଦିକ ଏବଂ ହୋମିଓପାଥି, ଏମିତି ବିଭିନ୍ନ ପ୍ରକାର ପାଥି ଥିଲେ ମଧ୍ୟ ଏବଂ ନେଚରୋପାଥି ମଧ୍ୟ ଅଛି, କିନ୍ତୁ ଠାକୁର ଗୋଟେ ନୂତନ ପଦ୍ଧତି ଦେଇଥିଲେ ନାମୋପାଥି। ଏବଂ এই ନାମ ମାଧ୍ୟମରେ ଠାକୁର ଏକ ନାମୋପାଥିକ ଚିକିତ୍ସାଳୟ ମଧ୍ୟ କରିଥିଲେ, ଯେଉଁଠି ନାମ ମାଧ୍ୟମରେ ଅନେକ ରୋଗର ନିରାକରଣ ମଧ୍ୟ କରିଥିଲେ। ଏବଂ ଆଜି ସମସ୍ତ ମଣିଷ ହେଉଛନ୍ତି ରୋଗଗ୍ରସ୍ତ। ସମସ୍ତ ରୋଗର ମୂଳ କାରଣ ହେଉଛି ତା'ର ମନ, ଏବଂ ମନ ହେଉଛି ରୋଗର ସୃଷ୍ଟିର ମୂଳ କେନ୍ଦ୍ର। ଏବଂ ସେଇ ମନକୁ ଠାକୁର ଚାହିଁଥିଲେ ସେଇ ମନକୁ ଠିକ୍ କରିଦେବା ପାଇଁ। ଆମେରିକାର ଅକ୍ସଫୋର୍ଡ଼ ୟୁନିଭର୍ସିଟିର ପରୀକ୍ଷାରେ ଜଣାପଡ଼ିଥିଲା ଯେ ମଣିଷ ପାଖରେ ଯେତେ ରୋଗ ହୁଏ, ସମସ୍ତ ରୋଗର ମୂଳ କେନ୍ଦ୍ର ହେଉଛି ତା'ର ମନ। ସେଇ ମନରୁ ହିଁ ସୃଷ୍ଟି ହୁଏ। ମଣିଷ ଯେତେବେଳେ ମନ ଦେଇ ଚିନ୍ତା କରେ ଯେ ମୁଁ ରୋଗ ହୋଇଯାଇଛି, ମୋ ଦେହ ଭଲ ନାହିଁ, ସେ ରୋଗ ତାକୁ ମାଡ଼ି ବସେ। ଏବଂ ସମସ୍ତେ ଦେଖନ୍ତୁ, ଏବଂ ଅନେକ ପରୀକ୍ଷା କରି ମଧ୍ୟ ଦେଖାଯାଇଛି ଏବଂ ଆଜିର ସମୟରେ ଦେଖାଯାଏ ସମସ୍ତଙ୍କୁ ଆଜି ଡାଇବେଟିସ୍ ବା ବ୍ଲଡ଼ ପ୍ରେସର, ଏବଂ ଇଟ୍ ଇଜ୍ ଏ କମନ୍ ଡିଜିଜ୍। ଏବଂ ତା'ର ମୂଳ କାରଣ ହେଉଛି କ'ଣ? এই ডায়াবেটিস এবং ব্লড প্রেসর, ডায়াবেটিসର ମୂଳ ହେଉଛି ତ ମେଣ୍ଟାଲ ଷ୍ଟ୍ରେସ୍। ମନ ଦେଇ ଯେଉଁ ଷ୍ଟ୍ରେସ୍ ଆସୁଛି, ଯେଉଁ ମାନସିକ ଚିନ୍ତା, ଯେଉଁ ଦୁଶ୍ଚିନ୍ତା ତା ମନ ଭିତରକୁ ମାଡ଼ି ବସୁଛି, ତାହା ହେଉଛି ରୋଗର ମୂଳ କାରଣ। ମୁଁ ଆମର ଜଣେ ଋତିକ ଅଛନ୍ତି SPR, ମୁଁ ତାଙ୍କୁ ପଚାରୁଥିଲି, ସେ କିଡ଼ନୀ ଡକ୍ଟର ଜଣେ ସଦାନନ୍ଦା, ମୁଁ ତାଙ୍କୁ ପଚାରୁଥିଲି, ମୁଁ କହିଲି କିଡ଼ନୀର ମୂଳ କାରଣଟା କ'ଣ? ସେ କହିଲେ କିଡ଼ନୀର ମୂଳ କାରଣ, ଏତେ କିଡ଼ନୀ ପେସେଣ୍ଟ କେମିତି ବାହାରୁଛନ୍ତି ଆଜିକାଲି, ଆଗରୁ ତ ବାହାରୁନଥିଲେ। ସେ କହିଲେ କିଡ଼ନୀର ମୂଳ କାରଣ ହେଉଛି ବ୍ଲଡ଼ ପ୍ରେସର ଆଉ ଡାଇବେଟିସ୍, କିନ୍ତୁ ଏଇ ଡାଇବେଟିସ୍ ଆଉ ବ୍ଲଡ଼ ପ୍ରେସରର ମୂଳ କାରଣ ହେଉଛି ତା'ର ମନ। ତେଣୁ ସେଇ ମନ ତା'ର ଇତି ମନ ମନ୍ତ୍ର ଯେଉଁ ଦେଇଛନ୍ତି, ମନ ତା'ର ଇତି ମନ୍ତ୍ର। ତେଣୁ ଏଇ ଠାକୁର ଯେଉଁ ମନ୍ତ୍ର ଦେଇଛନ୍ତି, ସେଇ ମନ୍ତ୍ର ହିଁ ମନଟାକୁ ତାରଣ କରେ ଏବଂ ତା'ର ରୋଗ ଶୋକ ସବୁକିଛି ତାକୁ ଉଦ୍ଧାର କରେ, ନତୁବା ସମ୍ଭବ ହୁଏ ନା। ତେଣୁ ଠାକୁର ହେଉଛନ୍ତି ବିଧାତା ପୁରୁଷ, ସେ ଜାଣିଛନ୍ତି ଏ ଯୁଗରେ କ'ଣ ଆସିବାର ଅଛି। ତେଣୁ ଏଇ ଯୁଗରେ ସମସ୍ତଙ୍କୁ এই ଯେଉଁ ବ୍ଲଡ଼ ପ୍ରେସର, ଡାଇବେଟିସ୍ର ମୂଳ କାରଣ ହେଉଛି ତା'ର ମେଣ୍ଟାଲ ଷ୍ଟ୍ରେସ୍ଟା। ସେ ଯେଉଁ ମେଣ୍ଟାଲ ଷ୍ଟ୍ରେସ୍, ଯେଉଁ ମାନସିକ ଯେଉଁ ମାନେ ଷ୍ଟ୍ରେସ୍ଟା ତା ଉପରେ ଯେଉଁ ପଡ଼ୁଛି, ସେ କ'ଣ କରୁଛି? ସେ ମଣିଷ ଅନେକ କିଛି ଆଚିଭ୍ କରିବାକୁ ଚାହୁଁଛି, ସ୍ୱଳ୍ପ ସମୟ ଭିତରେ ବହୁତ କିଛି ଗ୍ରହଣ କରିବା ପାଇଁ ଚାହୁଁଛି। ସେ ନେବାର ଭାବଟା, ସବୁକିଛି ନିଜେ ଆକ୍ଲୁଡ଼ କରି ନେବାର ଭାବଟା, ସତ ଯେମିତି ପୃଥିବୀଟାକୁ ସେ ଜୟ କରିକି ଏବଂ ସାଙ୍ଗରେ ନେଇକି ଚାଲିଯିବ ଆରପାରିକୁ, ସେମିତି କରି ଯୁଦ୍ଧ କରୁଛି। ଯୁଦ୍ଧ ଭଳି ତା ଜୀବନଟା ବିତଉଛି ଏବଂ ସେଇଥିପାଇଁ ଆଜି ସେ ରୋଗଗ୍ରସ୍ତ, ସେଥିପାଇଁ ତା ଶରୀର କ୍ଷୀଣ ହୋଇଯାଇଛି। ତେଣୁ ବାସ୍ତବିକ ଆଜି କଳିଯୁଗରେ ମଣିଷ 120 ବର୍ଷ ବଞ୍ଚିବା କଥା, ଆଷ୍ଟ୍ରୋଲୋଜିକାଲି ସେମିତି ହିଁ କାଲକୁଲେସନ୍ କରାଯାଏ। ସମସ୍ତ ମହାଦଶା ଭିତରେ ସେ ଗତି କରିବା କଥା। এই ସମସ୍ତ ମହାଦଶା ହେଉଛି 120 ବର୍ଷ। ତେଣୁ ଏଇ ଯେଉଁ 120 ବର୍ଷ ତ ମଣିଷ ବଞ୍ଚୁନି, କିଛି ମହାଦଶା ତା ଭିତରେ
ଯାଉଛି ଆଉ କିଛି ମହାଦଶା ଚାଲିପାରୁନି ସେଇ ହିସାବରେ କାଲକୁଲେସନ୍ କରାଯାଏ। କିନ୍ତୁ 50-60 ବର୍ଷର ମଣିଷ ଆଜି ବୃଦ୍ଧ ହୋଇଯାଇଛି। ତା'ର ମୂଳ କାରଣ ହେଉଛି ତା'ର ମାନସିକ ଦୁଶ୍ଚିନ୍ତା ଏବଂ ସେଇ ମାନସିକ ଦୁଶ୍ଚିନ୍ତାକୁ ଦୂର କରିବା ପାଇଁ ଠାକୁର ଯେଉଁ ଏ ନାମ ଦେଇକି ଆସିଛନ୍ତି ସେ ହେଉଛନ୍ତି ଯେଉଁ ପ୍ରଥମ କରି ଯେଉଁ କମ୍ପନ ସୃଷ୍ଟି ହୋଇଥିଲା, ଯେଉଁ ଶବ୍ଦ ସୃଷ୍ଟି ହୋଇଥିଲା। ମୁଁ ଆଜି ଯେଉଁ କଥା କହୁଛି ଏ କଥା କହିବା ପାଇଁ ଯେଉଁ କମ୍ପନର ମୁଁ ଗୋଟେ କମ୍ପନ ତିଆରି କରୁଛି ମୋ ଜୀବ ମାଧ୍ୟମରେ, ପାଟି ଦେଇକି ମୁଁ ଗୋଟେ କମ୍ପନ ତିଆରି କରୁଛି, ଯେଉଁ କମ୍ପନ ଦ୍ୱାରା ଶବ୍ଦ ସୃଷ୍ଟି ହେଉଛି ଯାହା ମାଇକ୍ରୋଫୋନ୍ ମାଧ୍ୟମରେ ବା ମୋବାଇଲ ମାଧ୍ୟମରେ ଆପଣମାନେ ଶୁଣିପାରୁଛନ୍ତି। ତେଣୁ ଆ ପାଇଁ ଏକ କମ୍ପନର ଆବଶ୍ୟକ ଅଛି। ତେଣୁ ଠାକୁର ଯେଉଁ କହିଥିଲେ ଯେଉଁ ଶବ୍ଦ ପ୍ରଥମେ ସୃଷ୍ଟି ହୋଇଥିଲା ତାକୁ ମୁନି ଋଷିମାନେ ଓମ୍କାର ଓମ୍ ବୋଲି କହିଥିଲେ ଏବଂ ତାକୁ ସୃଷ୍ଟି କରିବା ପାଇଁ ଯେଉଁ କମ୍ପନର ଆବଶ୍ୟକ ଥିଲା ସେଇ କମ୍ପନ ହେଉଛି ଆଦି କମ୍ପନ ଏବଂ ତାହା ହିଁ ହେଉଛି ଏକ କମ୍ପନ ସୃଷ୍ଟି ହେବା ପାଇଁ ଏକ ଟୁ ଆଣ୍ଡ ଫ୍ରୋ ମୋସନ୍ର ଆବଶ୍ୟକ ପଡ଼େ ଏବଂ ସେଇ ଟୁ ଆଣ୍ଡ ଫ୍ରୋ ମୋସନ୍ର ମୂଳ ଧାରା ହେଉଛି ଠାକୁରଙ୍କର ନାମ। ତେଣୁ ଏଇ ମୂଳଧାରାକୁ ଯଦି ଦେଖୁ ଏଇ ଯେଉଁ ଟୁ ଆଣ୍ଡ ଫ୍ରୋ ମୋସନ୍ ଏଇ ଯେଉଁ ଠାକୁରଙ୍କର ଯେଉଁ ନାମ ଅଛି ଏଇ ନାମ ହେଉଛି ସ୍ପନ୍ଦନାତ୍ମକ ପ୍ରତିଛବି। ସେଇ ସ୍ପନ୍ଦନ ଆଜି ସମସ୍ତଙ୍କୁ ସ୍ପନ୍ଦାୟିତ କରୁ ଏବଂ ଆଜିର ଦଶହରା ସମସ୍ତଙ୍କ ଜୀବନରେ ଶାନ୍ତି ସୁସ୍ଥି ଆନନ୍ଦ ଭରିଯାଉ ଏବଂ ସେଇ ସ୍ପନ୍ଦନ ସମସ୍ତଙ୍କ ଜୀବନଟାକୁ ସ୍ପନ୍ଦନାୟିତ କରୁ ଏବଂ ଆନନ୍ଦ ମୁଖରିତ କରୁ। ତାହା ହିଁ ପରମ ପିତାଙ୍କ ନିକଟରେ ମୋର ପ୍ରାର୍ଥନା କରି ମୋର ବକ୍ତବ୍ୟଗୁଡ଼ିକ ବିରାମ ଦେଉଛି। ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ। ଦାଦା ଜୟ ଗୁରୁ।